ମାଟ୍ରିକ ପରୀକ୍ଷାରେ କମୁନି ଡ୍ରପ୍ ଆଉଟ୍ ସଂଖ୍ୟା। ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ 700ରୁ ଅଧିକ ପିଲା ଫର୍ମ ଫିଲ୍ଅପ୍ କରିଛନ୍ତି, ହେଲେ ଦେଇନାହାନ୍ତି ପରୀକ୍ଷା। ଆଶ୍ଚର୍ଯ୍ୟର କଥା ହେଲା, ଗଣିତ, ଇଂରାଜୀ ଭଳି କଷ୍ଟ ଶବ୍ଦ ବଦଳରେ ସାମାଜିକ ବିଜ୍ଞାନ ହେଉ କିମ୍ବା ତୃତୀୟ ଭାଷା ହିନ୍ଦୀ, ସଂସ୍କୃତରେ ମଧ୍ୟ ଡ୍ରପ୍ ଆଉଟ୍ଙ୍କ ସଂଖ୍ୟା ଅଧିକ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଗତ ଫେବୃଆରୀ ମାସ 21 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 6 ତାରିଖରେ ଶେଷ ହୋଇଛି। ହେଲେ ଏହାରି ମଧ୍ୟରେ ଚଳିତ ପରୀକ୍ଷାରେ ପୂର୍ବ ବର୍ଷ ଭଳି ଡ୍ରପ୍ ଆଉଟ୍ ସଂଖ୍ୟା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ପ୍ରତି ବିଷୟରେ 700ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ନ ଦେବା ଜିଲ୍ଲା ଶିକ୍ଷା ବିଭାଗ ପାଇଁ ଏକ ଉଦ୍ବେଗ ସୃଷ୍ଟି କରିଛି। ଶିକ୍ଷାବିତ୍ଙ୍କ ମତରେ ସ୍କୁଲ ଶିକ୍ଷକଙ୍କ ଅଭାବ ଓ ପ୍ରଥମରୁ ଅନୁପସ୍ଥିତ ପାଇଁ ଦୂର ହେଉନି ପିଲାଙ୍କର ପରୀକ୍ଷା ଭୟ। ମାନେ ବାସ୍ତବରେ କଥା ହଉଛି କଣ କି, ଯୋଉ ପିଲାମାନେ ଫର୍ମ ଫିଲ୍ଅପ୍ କରୁଛନ୍ତି, ପରୀକ୍ଷା ଦେବାକୁ ଆସୁନାହାନ୍ତି, ସେଥିରେ କିଛି 10% କି 5% ପିଲାଙ୍କର ଶାରୀରିକ ଅସୁସ୍ଥତା ରହୁଛି, ନିହାତି ସେମାନେ ଆସିପାରୁନାହାନ୍ତି ପରୀକ୍ଷା ଦେବା ପାଇଁ। ଦ୍ୱିତୀୟ କଥା ହେଲା, ଆପଣଙ୍କର ଗଭର୍ଣ୍ଣମେଣ୍ଟ ବିଶେଷ କରି ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କୁ ଜବରଦସ୍ତ ସ୍କୁଲ ଆସୁନାହାନ୍ତି। 9 କ୍ଲାସରୁ ସେମାନେ ଏନରୋଲମେଣ୍ଟ କଲା ପରେ ସ୍କୁଲକୁ ଆସୁନାହାନ୍ତି, ସ୍କୁଲ ପ୍ରତି ସେମାନଙ୍କର ଆସିବାଟା କମ ରହୁଛି ବା ଜୋର ଜବରଦସ୍ତ ସେମାନଙ୍କର ଫର୍ମ ଫିଲ୍ଅପ୍ କରାହେଉଛି, ମାତ୍ର ପରୀକ୍ଷା ଦେବାକୁ ସେମାନେ ଆସୁନାହାନ୍ତି। ନହେଲେ ପ୍ରଥମ ଦିନରୁ ହିଁ MIL ପରୀକ୍ଷା ପାଖରୁ ହିଁ ପିଲାଙ୍କର ଡ୍ରପ୍ ଆଉଟ୍ ହେବା ଦେଖାଯାଉଛି। ଯେଉଁ ପିଲାଙ୍କର ବିଶେଷ କରି ମ୍ୟାଥ୍ ପାଇଁ ଭୟ ଥାଏ, ମ୍ୟାଥ୍ ଦିନ ପରୀକ୍ଷା ଦେବା ପାଇଁ ଆସିବନି, କିନ୍ତୁ MIL ଦିନରୁ ହିଁ ପିଲାଙ୍କର ଡ୍ରପ୍ ଆଉଟ୍ ସଂଖ୍ୟା ଦେଖାଯାଉଛି। ଏଇଟା ହେଉଛି ଗୋଟେ କାରଣ। ଡ୍ରପ୍ ଆଉଟ୍କୁ ଦୂର କରିବା ପାଇଁ ହେଲେ ଆପଣଙ୍କର ଅଭିଭାବକ ସ୍ତରରେ ଏବଂ ଶିକ୍ଷକମାନଙ୍କ ସ୍ତରରେ ମଧ୍ୟ ସଚେତନ ହେବାକୁ ପଡ଼ିବ। ପିଲାମାନେ କାହିଁକି ରେଗୁଲାର ସ୍କୁଲ ଆସୁନାହାନ୍ତି, ଶିକ୍ଷାର ମାନ କେଉଁ ଜାଗାରେ କମ୍ ରହୁଛି, ପିଲାମାନଙ୍କର ପାଠପଢ଼ାରେ ବିଶେଷ କରି ବର୍ତ୍ତମାନ ଯେଉଁ ପରୀକ୍ଷା ସିଷ୍ଟମ ହେଉଛି, ବିଶେଷ କରି କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ପ୍ରଶ୍ନପତ୍ର ପ୍ରଘଟ ହେଉଛି। କ୍ଲାସ୍ 9ରୁ ପିଲାମାନେ ୟୁଟ୍ୟୁବରୁ ସରକାରୀ ସ୍ତରରେ ପ୍ରଶ୍ନ ହେଉ ବା ବେସରକାରୀ ସଂସ୍ଥାମାନଙ୍କର ହେଉ ପ୍ରଶ୍ନ ପ୍ରଘଟ ଚାଲିଛି, ପିଲାମାନେ ଅଭ୍ୟସ୍ତ ରହିଲେ। କିନ୍ତୁ ବାସ୍ତବିକ ପରୀକ୍ଷା ପ୍ରଥମ ଦିନ ପରେ ସେମାନେ ଆଉ ୟୁଟ୍ୟୁବରେ କୋଶ୍ଚିନ୍ ପାଉନାହାନ୍ତି, କୋଶ୍ଚିନ୍ ଭୟ ରହୁଛି, ଯାହାଫଳରେ ପରୀକ୍ଷା ଦେବା ପାଇଁ ଆସୁନାହାନ୍ତି। ସେଟା ବି ଏକ ପ୍ରକାର ସଠିକ୍ ଯେ ପିଲାମାନେ ସ୍କୁଲ ଯେତିକି ମାତ୍ରାରେ ପିଲାଙ୍କୁ ଦେବା କଥା, ପାଠ ପ୍ରତି ଗୁରୁତ୍ୱ ଦେବା କଥା ଦିଆଯାଉ ନାହିଁ। ପିଲାମାନଙ୍କର ଉପସ୍ଥାନ ପ୍ରଥମ ବର୍ଷ ଆରମ୍ଭରୁ ହିଁ ସ୍କୁଲରେ କମ୍ ରହୁଛି, ଯାହାଫଳରେ ଶେଷ ବେଳକୁ ପିଲାମାନଙ୍କ ମନରେ ପରୀକ୍ଷା ପ୍ରତି ଭୟ ଆସୁଛି। ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ଭାବେ 29,968 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ କରିଥିବା ବେଳେ ମଧ୍ୟମରେ 647 ଜଣ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟରେ 429 ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ କରିଥିଲେ। ହେଲେ ପରୀକ୍ଷାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ, ଯାହାକି ଚଳିତ ବର୍ଷ 29,948 ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତୃଭାଷା ପରୀକ୍ଷାରେ 735 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିବା ବେଳେ ଇଂରାଜୀରେ 761, ଗଣିତରେ 778, ବିଜ୍ଞାନରେ 779, ସାମାଜିକ ବିଜ୍ଞାନରେ 791 ଏବଂ ହିନ୍ଦୀ ଓ ସଂସ୍କୃତରେ ପରୀକ୍ଷା 784 ଜଣ ଦେଇନାହାନ୍ତି। ସେହିପରି ଚଳିତ ବର୍ଷ ମଧ୍ୟମ ପରୀକ୍ଷାରେ 647 ଜଣ ପଞ୍ଜୀକୃତ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 147 ଜଣ ପରୀକ୍ଷା ନ ଦେଇ ଅନୁପସ୍ଥିତ ରହିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ 429 ଜଣ ପଞ୍ଜୀକୃତଙ୍କ ମଧ୍ୟରୁ 49 ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ତେବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏମାନେ ଅନୁପସ୍ଥିତ ରହିବାର କାରଣ ଖୋଜାଯାଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ଏନେଇ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରତି ପିଲା ଅନୁପସ୍ଥିତ କାରଣ ଖୋଜି ରିପୋର୍ଟ ଦେବାକୁ କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରି। ए वर्ष आमर टोटाल 186 सेंटर माध्यमिक परीक्षा अनुष्ठित होता 10वीं श्रेणी बोर्ड परीक्षा से आमर फॉर्म फिलअप 29,968 पिला फॉर्म फिलअप करथिले। आमर मातृभाषा दिन MIL दिन 735 पिला अनुपस्थित थिले एवं समानुक्रमे इंग्लिश रे 761 एवं ता परे परे गणित रे 779, सोशल साइंस रे 791, हिंदी संस्कृत रे 784 एमिति करी सब दिन रे पिला संख्या अनुपस्थित संख्याटा भेरी करथिला। हाँ, विभाग वर्तमान जिते आम अनुपस्थित डाटाबेसटा आसला, आम प्रत्येक प्रधान शिक्षक मानक जो जो सेंटर अनुपस्थित थिले आ जो जो स्कूल एगेंस्ट अनुपस्थित थिले आम सब प्रधान शिक्षक को इनफॉर्म कर देचु आ लिखित भाव में मागिचु जे पिलांकर एब्सेंटी कारण से माने फाइंड आउट करंतु। बहुत जगह कॉमन क्वेश्चन आसुची जे पिला माने नवम श्रेणी रे जदि बा आसुथिले 10वीं श्रेणी रे प्रथम पर्यायर आसीचंती किंतु फॉर्म फिलअप परे शारीरिक असुस्थता कि व्यक्तिगत इवन इफ
पारिवारिक समस्या भी बहुत पिला परीक्षा को अनुपस्थित होती किंतु आमे 1 बाय 1 प्रत्येक पिला को टच करने चेष्टा करूँ आबे प्रधान शिक्षक मान को निर्देश दिखाई से अनुपस्थित यथोचित कारणटा को तदंत करेंगे एवं आम चेष्टा करवा जो पिला जो कौन जदि किसी व्यक्तिगत व पारिवारिक कारण परीक्षा दे पाना परवर्ती पर्यायर से जमी मैट्रिक परीक्षा पास करेंगे आम जो मुक्त विद्यालय जो अच्छी SIUS स्टडी सेंटर आम एडमिशन करवा और जो पिला धर फेल होती जो सप्लीमेंटरी परीक्षा हम से पिला परीक्षा देवा व्यवस्था निश्चित भाव में करूँ। गत वर्ष आमर एवरेज उपर आम देखी स्टाटिस्टिक्स जहाँ कहूँ 900 उपरे पिला एवं गणित 1035 पिला गला वर्ष अनुपस्थित थिले। निश्चित भाव गत वर्ष अपेक्षा चलित वर्ष पिला मानकर अनुपस्थित हारटा निश्चित भाव कमी आम एबे भी तदंत करूँ जदि आम परवर्ती पर्यायर भी आहरी अनुपस्थित हारटा को निश्चित भाव कमेवा चेष्टा करवा। धन्यवाद।